କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଗକୁ ଆସୁଛି ଗଣେଶ ପୂଜା। ତ ଆଜିର ଭିଡିଓରେ କଥା ହେବା ଗଣେଶ ପୂଜା ଉତ୍ସବ ପୂର୍ବରୁ କେମିତି ପାଳନ ହେଉଥିଲା ଏବଂ ବର୍ତ୍ତମାନ କେଉଁଭଳି ଭାବରେ ପାଳନ ହେଉଛି। ଗଣେଶ ପୂଜା ଗଣେଶ ଚତୁର୍ଥୀ ନାମରେ ବିଖ୍ୟାତ। ଭାରତର ସବୁଠାରୁ ଲୋକପ୍ରିୟ ପର୍ବ ମଧ୍ୟରୁ ଗୋଟିଏ। ପୁରୁଣା ସମୟରେ ଗଣେଶ ପୂଜା ପାଳନ ସରଳ, ଭକ୍ତିପୂର୍ଣ୍ଣ ଏବଂ ପ୍ରାୟତଃ ଘର ଏବଂ ଛୋଟ ସମ୍ପ୍ରଦାୟ ମଧ୍ୟରେ ସୀମିତ ଥିଲା। ପରିବାରମାନେ ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ନିର୍ମିତ ଭଗବାନ ଗଣେଶଙ୍କ ମାଟି ମୂର୍ତ୍ତିକୁ ପୂଜା କରୁଥିଲେ। ପାରମ୍ପରିକ ମନ୍ତ୍ର, ଫୁଲ ଏବଂ ମୋଦକ ପରି ଘରେ ତିଆରି ମିଠା ସହିତ ଏହି ପୂଜା କାର୍ଯ୍ୟ କରାଯାଉଥିଲା। ଏହି ଉତ୍ସବ ଆଧ୍ୟାତ୍ମିକତା, ଏକତା ଏବଂ ସଂସ୍କୃତି ପ୍ରତି ସମ୍ମାନ ଉପରେ କେନ୍ଦ୍ରିତ ଥିଲା। ଲୋକମାନେ ଏହା ମଧ୍ୟ ବିଶ୍ୱାସ କରୁଥିଲେ ଯେ ଏହା ସମୃଦ୍ଧି ଆଣିଥାଏ ଏବଂ ସେମାନଙ୍କ ଜୀବନରୁ ବାଧା ଦୂର କରିଥାଏ। ଆଧୁନିକ ସମୟରେ ଗଣେଶ ପୂଜା ଏକ ମହାନ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ସୁନ୍ଦର ଭାବରେ ସଜ୍ଜିତ ମୂର୍ତ୍ତି, ଉନ୍ନତ ଆଲୋକୀକରଣ ଏବଂ ସୃଜନଶୀଳ ବିଷୟବସ୍ତୁ ସହିତ ବଡ଼ ବଡ଼ ସାର୍ବଜନୀନ ପଣ୍ଡାଲ ସ୍ଥାପନ କରାଯାଇଛି। ସମଗ୍ର ସମ୍ପ୍ରଦାୟକୁ ସାମିଲ କରିବା ପାଇଁ ସଙ୍ଗୀତ, ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ ସାଜସଜ୍ଜା, ପରିବେଶ ଅନୁକୂଳ ମୂର୍ତ୍ତି ଏବଂ ଅନଲାଇନ୍ ଲାଇଭ୍ ଷ୍ଟ୍ରିମ୍ ପୂଜା ମଧ୍ୟ ଯୋଡ଼ିଛି। ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଏକତା ଭଳି ସାମାଜିକ ବାର୍ତ୍ତା ପ୍ରାୟତଃ ଉତ୍ସବ ମାଧ୍ୟମରେ ପ୍ରସାରିତ ହୁଏ। ପରିବର୍ତ୍ତନ ସତ୍ତ୍ୱେ ଭକ୍ତିର ଭାବନା ସମାନ ରହିଛି। ପୁରୁଣା ଯୁଗ ହେଉ କି ଆଧୁନିକ ଯୁଗ, ଗଣେଶ ପୂଜା ଲୋକଙ୍କୁ ଏକତ୍ରିତ କରି ସାମ୍ପ୍ରଦାୟିକ ବନ୍ଧନକୁ ମଜବୁତ କରି ଏବଂ ପ୍ରଭୁ ଗଣେଶଙ୍କ ଆଶୀର୍ବାଦରେ ଆନନ୍ଦ ବାଣ୍ଟି ଚାଲିଛି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଭିଡ଼ିଓକୁ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ।